ଏବେ ତମ ମନରେ କ୍ୱେଶ୍ଚନ୍ ଆସୁଥିବ କି ଏତେ ସବୁ ତ କଥା କହିଲେ ସାର୍, ମୋତେ କୁହନ୍ତୁ ମୁଁ କାହିଁକି ଗୋଟେ ଓଏସ୍ ଅଫିସର ହେବି। ତ ସେଥିରେ ମୁଁ 5ଟା ରିଜନକୁ ମୋଷ୍ଟଲି ମେନସନ୍ କରିଛି। 5ଟା ରିଜନ କ'ଣ ଏଥିରେ? ଇମ୍ପାକ୍ଟ ଏଟ୍ ସ୍କେଲ୍, ମାନେ ତମେ ଗୋଟେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ କାମ କରିବ, ରାଇଟ୍। ତମେ ଡିଷ୍ଟ୍ରିକ୍ଟରେ ରହିଲ, ତମେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ କାମ କରିବ। ତମ ସର୍ଭିସେସ୍ ଦ୍ୱାରା, ତମ ସେବା ଦ୍ୱାରା ଲକ୍ଷ ଲକ୍ଷ ଲୋକ ବେନିଫିଟ୍ ପାଇବେ। ସୋ ୟୁ ଆର୍ ପ୍ରୋଭାଇଡିଂ ସର୍ଭିସେସ୍, ୟୁ ଆର୍ ସର୍ଭିଂ ଦ ପିପଲ୍। ସେକେଣ୍ଡ ହେଲା ପାୱାର ଟୁ ଚେଞ୍ଜ ଲାଇଫ୍ସ। ୟୁ ଡୋଣ୍ଟ ରେକମେଣ୍ଡ ଚେଞ୍ଜ, ୟୁ ଡେଲିଭର ଇଟ୍ ଅନ୍ ଦ ଗ୍ରାଉଣ୍ଡ ଇନ୍ ଓଡ଼ିଶା। ତାମାନେ ତମ ପାଖରେ ସେ ପାୱାର ରହିଲା, ତମେ ଲୋକଙ୍କ ଜୀବନ ପରିବର୍ତ୍ତନ କରିବ। କାହାର ଘର ନାହିଁ ଘର ଦବ, କାହାର ଭତ୍ତା ନାହିଁ ଭତ୍ତା କରେଇଦବ, କାହାର ଡିଜାବିଲିଟି ସାର୍ଟିଫିକେଟ୍ ନାହିଁ ତାକୁ ଡିଜାବିଲିଟି ସାର୍ଟିଫିକେଟ୍ ପ୍ରୋଭାଇଡ୍ କରିବ। ୟୁ ୱିଲ୍ ଡୁ ଏଭ୍ରିଥିଙ୍ଗ ଇନ୍ ଦ ଡିଷ୍ଟ୍ରିକ୍ଟ, ରାଇଟ୍, ଇନ୍ ଦ ବ୍ଲକ୍। ଦେନ୍ ଆସିଲା ସିକ୍ୟୁରିଟି ଆଣ୍ଡ ରେସ୍ପେକ୍ଟ। ତମକୁ କ'ଣ ମିଳିଯାଉଛି? ଜବ୍ ସିକ୍ୟୁରିଟି ମିଳିଲା, ରେସ୍ପେକ୍ଟ ବି ମିଳିବ। ଓଏସ୍ ଅଫିସର ମାନେ ଯେମିତି ମୁଁ କହିଲି, ଓଡ଼ିଆ ଲୋକ ରାଗିଲେ କ'ଣ ତୁ କ'ଣ ଓଏସ୍ ଅଫିସର ନା, ଏମିତି କ'ଣ ଓଏସ୍ ଅଫିସର ଭଳିଆ କ'ଣ କଥାବାର୍ତ୍ତା କରୁଛୁ? ସେଥିପାଇଁ ଓଏସ୍ ଅଫିସର ହେଲେ ଗୋଟେ ଷ୍ଟେବୁଲ ଡିଗ୍ନିଫାଏଡ୍ ଗ୍ରୁପ୍ ଏ କ୍ୟାରିୟର ସର୍ଭିଂ ୟୋର ଓନ୍ ଷ୍ଟେଟ୍। ତମେ ନିଜ ଷ୍ଟେଟ୍ରେ ରହିଲ, ନିଜ ଡିଷ୍ଟ୍ରିକ୍ଟରେ ରହିଲ, ବେଳେବେଳେ ନିଜ ବ୍ଲକରେ ବି ରହିଯାଅ, ଆଉ ତମକୁ ଲୋକମାନେ ରେସ୍ପେକ୍ଟ କରନ୍ତି। ବିକଜ ତମେ ଓଡ଼ିଶାର ଟପ୍ ସର୍ଭିସ୍ ଯେଉଁଟା ଓଏସ୍ ଅଛି ତାକୁ କ୍ଲିୟର କରିକି ତମେ ଲୋକମାନଙ୍କର ସେବା କରୁଛ। ଥର୍ଡ ହେଲା ଭେରାଇଟି ଆଣ୍ଡ ଗ୍ରୋଥ। ଯେମିତି କହିଲି, ତମେ ଗୋଟେ ଜବ୍ ନୁହଁ, ତମର ଗୋଟେ ସ୍ପେସିଫିକେସନ୍ ନୁହଁ କି ଗୋଟେ ଥିମାଟିକ୍ସ ନୁହଁ କି କେବଳ ରୁରାଲ ଡେଭଲପମେଣ୍ଟ ଉପରେ କାମ କରିବ। ତମେ ଲ୍ୟାଣ୍ଡ, ଲ, ଡେଭଲପମେଣ୍ଟ, ଡିଜାଷ୍ଟର, ଇଲେକ୍ସନ୍ସ, ତ ଏଠି ଏକ୍ସାଇଟମେଣ୍ଟ ବି ରହିବ, କ୍ୟାରିୟର ଗ୍ରୋଥ ବି ରହିବ, ଆଉ ରେସ୍ପେକ୍ଟ ବି ମିଳିବ। ଫିଫ୍ଥ ଯେଉଁଟା ଇମ୍ପୋର୍ଟାଣ୍ଟ ଜିନିଷ, ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା କ'ଣ କରିଛି, ଏଜ୍ ଲିମିଟ୍ଟାକୁ ବଢ଼ାଇ ଦେଇଛି। ତମାନେ ଜାଣିଛ କି ନାହିଁ ମୁଁ ଜାଣିନି। ଯେଉଁଟା 32 ଥିଲା ସେଇଟା 42 ଏବେ ହେଇଛି, ମାନେ 10 ଇୟର୍ସ। ସିମିଲାରଲି ପ୍ରତ୍ୟେକ କ୍ୟାଟେଗୋରୀର ଯାହା ଏଜ୍ ଥିଲା ସବୁଥିର 10+ ଇୟର୍ସର କ'ଣ ହେଇଛି, ବଢ଼ୋତ୍ରୀ ହେଇଛି, ବଢ଼ିଛି। ତେଣୁକରି ତମକୁ ଏବେ ଯଦି ଓଏସ୍ ଅଫିସର ହେବାର ଅଛି ନା, ତମ ପାଖରେ ଏବେ ସମୟ ଅଛି। ତମେ ଯଦି ଗୋଟେ ଜେନେରାଲ କ୍ୟାଟେଗୋରୀ ପିଲା, ତମ ପାଖରେ ଏବେ ଅପରଚ୍ୟୁନିଟି ଅଛି। ପରିଶ୍ରମ କର ଆଉ କ୍ଲିୟର କର। ତ ଏ 5ଟା ରିଜନ ଯେଉଁ ଅଛି, 5ଟା ରିଜନ ଯୋଗୁଁ ମୋତେ ଲାଗୁଛି କି ତମକୁ ଗୋଟେ ଓଏସ୍ ଅଫିସର ହବାର ଅଛି।